ସେ ବାକ୍ୟର ନିଗୁଡ ତତ୍ତ୍ୱକୁ ବୁଝିବା ପାଇଁ ଆମେ ଯିବା, ତା ଆପଣ ମାନେ ପାଇବେ ଯାତ୍ରା ପୁସ୍ତକ 33 ପର୍ବ ତାର 18 ଆଉ 19 ପଦଟି କେବଳ। ପୁଣି ସେ କହିଲେ, ବିନୟ କରୁଅଛି, ତୁମେ ମତେ ଆପଣ ମହିମା ଦେଖାଅ। ସେ ଉତ୍ତର କଲେ, ଆମ୍ଭେ ତୁମ ସମ୍ମୁଖ ଦେଇ ଆପଣାର ସମସ୍ତ ଉତ୍ତମତା ଗମନ କରାଇବା, ତୁମ ସମ୍ମୁଖରେ ସଦାପ୍ରଭୁଙ୍କର ନାମ ଘୋଷଣା କରିବା। ଆମ୍ଭେ ଯାହାକୁ ଅନୁଗ୍ରହ କରୁ ତାହାକୁ ଅନୁଗ୍ରହ କରିବା, ଓ ଯାହାକୁ ଦୟା କରୁ ତାହାକୁ ଦୟା କରିବା। ଆଉଥରେ ପଢୁଛି, ଆମ୍ଭେ ଯାହାକୁ ଅନୁଗ୍ରହ କରୁ ତାହାକୁ ଅନୁଗ୍ରହ କରିବା, ଓ ଯାହାକୁ ଦୟା କରୁ ତାହାକୁ ଦୟା କରିବା। ଏହି ନିଗୁଡ ବାକ୍ୟର ଗଭୀର ବିଷୟକୁ ବୁଝେଇବାରେ ମୋର କୌଣସି ସେପରି ଜ୍ଞାନ ନାହିଁ, କିନ୍ତୁ ମୂଷାଙ୍କର ଏହି ବିନତି ମଧ୍ୟରେ ବଡ଼ ସୁନ୍ଦର ଭାବରେ ଈଶ୍ୱରଙ୍କ ସହିତ ତାଙ୍କର ସମ୍ପର୍କକୁ ଯେତେବେଳେ ସେ ସୁଦୃଢ କରି ସମଗ୍ର ଇତିହାସରେ ସେ ତାଙ୍କର ଏହି ସୁନ୍ଦର ସୌନ୍ଦର୍ଯ୍ୟକୁ ଈଶ୍ୱରଙ୍କ ସହିତ ସମ୍ପର୍କକୁ ନିଗୁଡ ଭାବରେ ପ୍ରକାଶ କରିବା ସମୟରେ ମୁଁ ଭାବୁଥିଲି, ପ୍ରକୃତରେ ମୂଷା ଉତ୍ତମ ଭାବରେ ସମସ୍ତ କାର୍ଯ୍ୟ କରିବା ସମୟରେ ଈଶ୍ୱରଙ୍କର ଅସୀମ ଅନୁଗ୍ରହ ଏବଂ ତାଙ୍କର ପ୍ରଚୁରତା ତାଙ୍କ ଜୀବନରେ ଯୋଗ ହେଇଥିଲା। ଆଉ ଯେତେବେଳେ କିଛି ସମୟ ଯେତେବେଳେ ମାନେ ପୂର୍ବରୁ ପଢୁଛୁ, ସିନାଇ ପର୍ବତ ପରିତ୍ୟାଗ କରିବାକୁ ଯେତେବେଳେ ତାଙ୍କୁ ଆଦେଶ ଦିଆଯାଉଛି, ସେ ସିନାଇ ପରିତ୍ୟାଗ କରି ଯେତେବେଳେ ଆସୁଛନ୍ତି, ପଥ ମଧ୍ୟରେ ସଦାପ୍ରଭୁ ପରମେଶ୍ୱର ଏଇ ଇସ୍ରାଏଲ ମାନଙ୍କର ସମସ୍ତ ଅବାଧ୍ୟତା ପାଇଁ ସେ ଗୋଟେ ଶବ୍ଦ କହୁଛନ୍ତି, ମୁଁ ତୁମାନଙ୍କ ସହିତ ଗମନ କରିବି ନାହିଁ। এই ପ୍ରଭାତରେ ଯେତେବେଳେ ଆମେ এই ଅଂଶଟିକୁ ଚିନ୍ତା କରିବା, ଏଇଭଳି ଏକ ନକାରାତ୍ମକ ଶବ୍ଦ ଦ୍ୱାରା ଯେତେବେଳେ ଲୋକମାନଙ୍କର କର୍ଣ୍ଣଗୋଚର ହେଲା, ସେମାନେ ବଡ ବ୍ୟସ୍ତ ହେଇଗଲେ। ଯୋଉ ସଦାପ୍ରଭୁ ପରମେଶ୍ୱର ମୂଷାଙ୍କ ଦ୍ୱାରା ସେ ବନ୍ଦିତ ଅବସ୍ଥାରୁ ଆମମାନଙ୍କୁ ମୁକ୍ତ କଲେ, ସେଇ ପରମେଶ୍ୱର କହୁଛନ୍ତି ଯେ ଆମମାନଙ୍କ ଶ୍ରୀମୁଖ ତୁମ ସହିତ ଗମନ କରିବ ନାହିଁ। ସେମାନେ ବିଳାପ କରୁଛନ୍ତି, ଆଉ ସେମାନେ ରୋଦନ କରି ସେମାନେ ବିବସ୍ତ୍ର ହଉଛନ୍ତି, ଆଉ ସେମାନେ ମୂଷାଙ୍କ ନିକଟରେ ଏହି ସମସ୍ତ ବିଷୟ ପ୍ରକାଶ କରିବା ସମୟରେ ମୂଷା ଅତି ବିନୟ ଭାବରେ ବିନତି କରୁଛନ୍ତି ଯେ ବିନୟ କରୁଛି, ମତେ ଆପଣ ମହିମା ଦେଖାଅ। ଏ ଲୋକମାନଙ୍କୁ ମୁଁ ଆଣିଛି, ଯେଉଁ ଉଦ୍ଦେଶ୍ୟରେ ତୁମେ ମତେ ପଠେଇଲ ସେ ଉଦ୍ଦେଶ୍ୟ ମୁଁ ସାଧନ କରିଛି। ଏଇ ଲୋକମାନଙ୍କର ସହିତ ମୁଁ ଯାତ୍ରା କରିବା ସମୟରେ ତୁମେ ଯଦି ମତେ ତୁମର ସେ ମହିମାକୁ ଦେଖେଇବନି, ତୁମର ଉପସ୍ଥିତିକୁ ଦେଖେଇବନି, ତେବେ ମୁଁ କେମିତି ଯାତ୍ରା କରିବି? ଆଉ ମୁଁ ଅନୁରୋଧ କରୁଛି, ତୁମେ ମତେ ଏ ସ୍ଥାନରେ ଏଭଳି ଭାବରେ ନିଅ ନାହିଁ। ଯଦି ତୁମେ ମତେ ତୁମର ସେ ଶ୍ରୀମୁଖ ଦେଖାଇବ, ତୁମର ମହିମା ଦେଖାଇବ, ତେବେ ମୁଁ ଆଗକୁ ଗମନ କରିବି। ଆଉ ସେଇଠି ସଦାପ୍ରଭୁ ପରମେଶ୍ୱର ତାଙ୍କର ସେଇ ବିନତି ପ୍ରତି କର୍ଣ୍ଣପାତ କରୁଛନ୍ତି। ସେଥିପାଇଁ ସେ କହୁଛନ୍ତି, ଆମ୍ଭେ ଯାହାକୁ ଅନୁଗ୍ରହ କରୁ ତାହାକୁ ଅନୁଗ୍ରହ କରିବା, ଯାହାକୁ ଦୟା କରୁ ତାହାକୁ ଦୟା କରିବା। ଯଦି ବାଇବଲର ଆଦି ପୁସ୍ତକରୁ ପ୍ରକାଶିତ ପର୍ଯ୍ୟନ୍ତ ଆମେ ପାଠ କରିବା, ଆମେ ଗୋଟିଏ ବିଷୟ ଲକ୍ଷ୍ୟ କରୁ, ସେ କ୍ଷଣକୋପୀ ଆମମାନଙ୍କର ସଦାପ୍ରଭୁ ସୃଷ୍ଟିକର୍ତ୍ତା ପରମେଶ୍ୱର ସେ କ୍ଷଣକୋପୀ ହୋଇ ଦୁଷ୍ଟକୁ ସେ ଭୟଙ୍କର ଭାବରେ ଦଣ୍ଡ ଦେଲେ ମଧ୍ୟ ତା ପ୍ରତି ତାଙ୍କର ପ୍ରେମ, ଦୟା, ତାଙ୍କର ଅନୁଗ୍ରହ ଅନନ୍ତ କାଳ ସ୍ଥାୟୀ ଏବଂ ଯାହା କୌଣସି ସମୟରେ ତାଙ୍କର ଉଣା ହୁଏ ନାହିଁ। ମୋର ପ୍ରିୟ ମାନେ, ଏହାର ଅର୍ଥ ହଉଛି ସେ ଦୁଷ୍ଟକୁ ଦଣ୍ଡ ଦେଲେ ମଧ୍ୟ ଆପଣାର ଅପାର ଅନୁଗ୍ରହରେ ସେ ଆଶୀର୍ବାଦ କରନ୍ତି। ମୁଁ ଏବଂ ଆପଣ ମାନେ ଯେ ବହୁତ ଧାର୍ମିକ ତା ନୁହେଁ। ମୋର ପ୍ରିୟ ମାନେ, ଏଇ ଦିନ ମାନଙ୍କରେ ଆମେ ଦେଖୁଛୁ ଚତୁଃପାର୍ଶ୍ୱର ପରିସ୍ଥିତି ଅବସ୍ଥା ଏସବୁ ମଧ୍ୟରେ ଯେତେବେଳେ ଆମେ ଗମନ କରୁଛୁ, ସେତେବେଳେ ଆମେ ଆଶ୍ଚର୍ଯ୍ୟ ହଉଛୁ କିଭଳି ଭାବରେ ଆମେ ଏପର୍ଯ୍ୟନ୍ତ ଜୀବିତ ଅଛୁ, ଆଉ କାହାର କରୁଣା ଆମମାନଙ୍କ ଉପରେ ଅଛି। ଆଶୀର୍ବାଦ ତାଙ୍କର ଅବର୍ଣ୍ଣନୀୟ, ଅକଳନୀୟ। ତା ଯଦି ଆମେ ଅନୁଭବ କରିଛୁ, ସେ ଈଶ୍ୱରଙ୍କର ସୃଷ୍ଟିକର୍ତ୍ତାଙ୍କର ଅସୀମ ଅନୁଗ୍ରହକୁ ଆଜି କିଛି ସମୟ ପାଇଁ ବାଇବଲ ମଧ୍ୟରେ ଅନେକ ଜୀବନ ଦ୍ୱାରା ସେମାନଙ୍କର ସେ ଶିକ୍ଷାରୁ ଆମେ ମଧ୍ୟ ଶିକ୍ଷା କରିବା ଯେ ପ୍ରଭୁଙ୍କର ଅସୀମ ଅନୁଗ୍ରହ ମୋ ପାଇଁ ଆଜି କଣ ଥିଲା ବା କଣ ଅଛି। ତେଣୁ ଆମେ ନିମ୍ନରେ କେତୋଟି ବିଷୟ ଆମେ ଚିନ୍ତା କରିବା।
ଯାହାକି ଆମମାନଙ୍କୁ ଅଧିକରୁ ଅଧିକ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବାରେ ସାହାଯ୍ୟ କରିବ। ଆମମାନେ ପ୍ରକୃତ ଅର୍ଥରେ ଦେଖିବାକୁ ଗଲେ କେହି ଧାର୍ମିକ ନୁହଁ। ଆମମାନଙ୍କ ଜୀବନରେ ଅନେକ ଦୋଷ ତ୍ରୁଟି ରହିଛି, କିନ୍ତୁ ତାହା ସତ୍ତ୍ୱେ ମଧ୍ୟ ଈଶ୍ୱର ଆମମାନଙ୍କୁ ଅନୁଗ୍ରହ କରିଛନ୍ତି। ପ୍ରଥମେ ଯେତେବେଳେ ଆମେ ଚିନ୍ତା କରୁ ଅବ୍ରାହମଙ୍କର ବିଷୟରେ, ଯେତେବେଳେ ଈଶ୍ୱରଙ୍କ ଦୃଷ୍ଟିରେ ସେ ଧାର୍ମିକ ବୋଲି ଗଣିତ ହେଲେ, ବିଶ୍ୱସ୍ତ ବୋଲି ଗଣିତ ହେଲେ, ସେଥିପାଇଁ ଈଶ୍ୱର ତାଙ୍କୁ ନିଜର ବନ୍ଧୁ ଭାବରେ ସମ୍ବୋଧନ କରି ତାଙ୍କ ସହିତ ଯେତେବେଳେ ଗମନାଗମନ କଲେ, ସବୁ ଉତ୍ତମ କର୍ମ ଅବ୍ରାହମଙ୍କର ଥିଲା। ଏମିତି କୌଣସି ବିଷୟ ନଥିଲା ଯେ ତାଙ୍କର ବିଶ୍ୱସ୍ତତା ନଥିଲା କି ତାଙ୍କର ସେଇ ବାଧ୍ୟତା ନଥିଲା। ମାତ୍ର ସବୁ କିଛି ଥିଲେ ମଧ୍ୟ ସେ କିଛିଟା ଭୁଲ ତାଙ୍କ ଜୀବନରେ ସେ କରିଯାଇଥିଲେ। ଯେଉଁ ଦୁଇଟି ଭୁଲ ସକାଶୁ 400 ବର୍ଷ ପର୍ଯ୍ୟନ୍ତ ତାଙ୍କର ଆଶୀର୍ବାଦର ସେ ବଂଶକୁ ଅନେକ କଷ୍ଟ ଯନ୍ତ୍ରଣା ବନ୍ଦୀ ମଧ୍ୟରେ ଯିବା ପାଇଁ ପଡିଲା। ମୋର ପ୍ରିୟ ମାନେ, ତା ମାନେ ଭଲ କି ଜାଣିଛୁ, ଆଦି 15 ପର୍ବ ତାର ଯଦି 9 ପଦରୁ 10 ପଦ ଆମେ ପାଠ କରିଛୁ, ସେଇଠି ଗୋଟେ ବଳିଦାନ ବିଷୟରେ କୁହାଯାଇଥିଲା। ପ୍ରଥମ ଭୁଲ ତ ନିଶ୍ଚୟ କରିଥିଲେ ନିଜର ପତ୍ନୀକୁ ଭଉଣୀ ଭାବରେ ପ୍ରକାଶ କରିବା ଦ୍ୱାରା। ତୃତୀୟ ଭୁଲଟି ମଧ୍ୟ ସେ ଏହା କଲେ ଯେ ପ୍ରଭୁ ତାଙ୍କୁ ଯେଉଁ ବଳିଦାନର ବଳି ଗୁଡ଼ିକ ଉତ୍ସର୍ଗ କରିବା ପାଇଁ କୁହାଯାଇଥିଲା, ଯେଉଁ ନିର୍ଦ୍ଦେଶ ତାଙ୍କୁ ଦିଆଯାଇଥିଲା, ସେ ସଠିକ ଭାବରେ ତା ପାଳନ କଲେ ନାହିଁ। ସବୁ ପଶୁ ମାନଙ୍କୁ ମାରିଲେ, କିନ୍ତୁ ପକ୍ଷୀ ମାନଙ୍କୁ ସେ 2 ଖଣ୍ଡ ନ କରିବାରୁ ସେ ନିଶ୍ଚିତ ଭାବରେ ଏଇ ତ୍ରୁଟି ଯୋଗୁ ଆଉ କେତୋଟି କଷ୍ଟ ମଧ୍ୟ ସେ ପାଇଲେ। ତଥାପି ଈଶ୍ୱରଙ୍କର ଆଶୀର୍ବାଦ ଅନୁଗ୍ରହ ଉଣା ନଥିଲା। ଏଇ ତ୍ରୁଟିକୁ ସେ ତା ନିମନ୍ତେ ଗଭୀର ଦଣ୍ଡ ନ ଦେଇ ତାଙ୍କୁ ଅଧିକରୁ ଅଧିକ ଆଶୀର୍ବାଦ ଯୁକ୍ତ କରିବା ସହିତ କିଛିଟା ଚେତନା ନିଶ୍ଚୟ ଦେଲେ, କିନ୍ତୁ ଅନୁଗ୍ରହରେ ଆଶୀର୍ବାଦ ମଧ୍ୟ କଲେ। ଏଭଳି ଆଶୀର୍ବାଦ କଲେ ଯେ ତାଙ୍କର ବଂଶ ଆକାଶର ତାରା ପରି ଅସଂଖ୍ୟରେ, ସମୁଦ୍ରର ବାଲିର ସଂଖ୍ୟା ଯେମିତି ଗଣା ଯାଇ ନେଇପାରେ, ଏଭଳି ସଂଖ୍ୟା ହବ। ଏଇ ଯୋଉ ଆଶୀର୍ବାଦଟି ପାଇଲେ, ସେତ ଦ୍ୱାରା ଅନେକ ଅବ୍ରାହମଙ୍କର ବଂଶରୁ ରାଜା ମାନେ ଉତ୍ପନ୍ନ ହେଲେ। ତା ସାଙ୍ଗେ ସାଙ୍ଗେ ପ୍ରଜା, ନେତା, ଗୋଷ୍ଠୀ, ଜାତି ଆଉ ଧର୍ମର ମଧ୍ୟ ଉତ୍ପନ୍ନ ହେଲା। ଆମର ପ୍ରିୟ ମାନେ, ସେଥିପାଇଁ ତାଙ୍କୁ ଆଦି ପିତା ବୋଲି କୁହାଗଲା। ସବୁ ଜାତିର ପିତା ଭାବରେ ସେ ସୁଖ୍ୟାତି ଲାଭ କଲେ। ଏଥିର କାରଣ ହଉଛି ଈଶ୍ୱରଙ୍କ ପ୍ରତି ତାଙ୍କର ପୂର୍ଣ୍ଣ ଆନୁଗତ୍ୟ ବା ବାଧ୍ୟତା ବା ବିଶ୍ୱସ୍ତତା, ନମ୍ରତା, ଯାହା ଆମେ କହିପାରିବା। ଯଦି ସେ ବିଷୟଟିକୁ ଆମେ ଦେଖୁ, ଅସୀମ ଅନୁଗ୍ରହ ଅବ୍ରାହମଙ୍କ ଜୀବନ ପାଇଁ ତା ମାନଙ୍କ ସମ୍ମୁଖରେ ରହିଛି। ମାନେ ଏତେ ପାପ, ଏତେ ଦୋଷ ଦୁର୍ବଳତା ମାନଙ୍କର ଥିବା ସତ୍ତ୍ୱେ ସେ ଆମମାନଙ୍କୁ ଅନୁଗ୍ରହ କରି ଯେତେବେଳେ ତାଙ୍କର ଅଧିକରୁ ଅଧିକ ନିକଟବର୍ତ୍ତୀ ହେବା ପାଇଁ, ତାଙ୍କର ଆଶୀର୍ବାଦର ଅଂଶୀଦାର ହେବା ପାଇଁ ଆମମାନଙ୍କୁ ପ୍ରସ୍ତୁତ କରୁଛନ୍ତି। ଆଉ ସେଇ ଈଶ୍ୱର ଆଜି ଆମମାନଙ୍କୁ ସ୍ମରଣରେ ଆଣି ଦିଅନ୍ତି। ଆମେ କିଏ? ଆମେ ତାଙ୍କର ରଚନା ନା। ସେ ଚାହାନ୍ତି ଆମମାନଙ୍କ ସହିତ ନିଗୁଢ ସମ୍ପର୍କ ଦ୍ୱାରା ସେ ସୁନ୍ଦର ବିଷୟ ଗୁଡ଼ିକ ଆଶୀର୍ବାଦରେ ପରିପୂର୍ଣ୍ଣତା ମଧ୍ୟରେ ତାଙ୍କ ନିମନ୍ତେ ଜୀବନ କାଟିବା ପାଇଁ। ଦ୍ୱିତୀୟରେ ଆମମାନେ ଆଉ ଜଣେ ବାଇବଲର ଚରିତ୍ରକୁ ଦେଖୁ, ଯିଏକି ଯାକୋବ। ତାଙ୍କ ବିଷୟରେ ଆମେ ସମସ୍ତେ ଜାଣୁ। ମୁଁ ଅଧିକ କିଛି କହି ସମୟ ନେବା ପାଇଁ ଚାହେଁ ନାହିଁ, କାରଣ ପ୍ରଭୁ ଗତକାଲି ପ୍ରଭୁଙ୍କର ଦାସ କହୁଥିଲେ ସେ କାର୍ଯ୍ୟରତ ଅଛନ୍ତି। କିନ୍ତୁ ମୂଷାଙ୍କର ଏଇ ପଠନରୁ ଯେତିକି ମୁଁ ଜାଣିଲି, ପ୍ରଭୁ ନିଶ୍ଚିତ ଭାବରେ ଆମମାନଙ୍କୁ କଥା କହିବା ପାଇଁ ଚାହାନ୍ତି। ଏଇଭଳି ବିନତି, ଏଇଭଳି ନମ୍ରତା, ବାଧ୍ୟତା ଜୀବନ ଆମମାନଙ୍କର ଯଦି ନାହିଁ, ତଥାପି ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରିବେ। ଆଉ ସେ ଯାହାକୁ ଅନୁଗ୍ରହ କରିବେ ତାହାକୁ ସେ ଅନୁଗ୍ରହ କରିବେ, ଯାହାକୁ ଦୟା କରିବେ ତାହାକୁ ସେ ଦୟା କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ତେଣୁ ଆମେ ସମସ୍ତେ ଜାଣୁ, ଅବ୍ରାହମଙ୍କ ଜୀବନରୁ ଜାଣିଲୁ ତାଙ୍କର ତ୍ରୁଟି ଥିଲେ ମଧ୍ୟ ସେ ଆଶୀର୍ବାଦର ଅଂଶୀଦାର ହେଇପାରିଲେ, ଅନୁଗ୍ରହର ଅଂଶୀଦାର ହେଇପାରିଲେ। ସେଇଭଳି ଯାକୋବଙ୍କ ବିଷୟରେ ଯଦି ଆମେ ଚିନ୍ତା କରୁ, ମୁଁ ପଢୁନି କି ପଢିବା ପାଇଁ କହୁନି, ଯଥେଷ୍ଟ ଜ୍ଞାନୀ ଗୁଣୀ ମୋର ପ୍ରିୟ ମାନେ ଅଛନ୍ତି।
ତାଙ୍କର ଜୀବନର ସବୁଠୁ ବଡ ଅପରାଧ ହଉଛି ସେ ଦୁଷ୍କର୍ମ ହଉଛି କଣ ନା ସେ ଛଳନା କରି ନିଜର ଏସ ବଡ ଭାଇଙ୍କର ଅଧିକାରକୁ ସେ କଣ କଲେ ନା ହରଣ କଲେ। ଯଦିବା ଈଶ୍ୱରଙ୍କ ପ୍ରତିଜ୍ଞା ଥିଲା ସେ ପାଇଥାନ୍ତେ, ମାତ୍ର ସେଥି ନିମନ୍ତେ ତାଙ୍କର ଧୈର୍ଯ୍ୟ ନଥିଲା କି ସେ ଅପେକ୍ଷା କରିବା ପାଇଁ ପ୍ରସ୍ତୁତ ନଥିଲେ। ମୋର ପ୍ରିୟ ମାନେ, ଯାକୁବଙ୍କ ଜୀବନରୁ ଆମେ ଶିକ୍ଷା କରୁ, ଯଦିବା ଯାକୁବ ଏଇଭଳି ଭାବରେ ପ୍ରତାରଣା ପୂର୍ବକ ଛଳନା ପୂର୍ବକ ଯେତେବେଳେ ସେ ଅଧିକାରକୁ ହରଣ କରୁଛନ୍ତି ଆଉ ସେ ଗୋଟିଏ ମୁହୂର୍ତ୍ତ ପାଇଁ ସେମାନଙ୍କୁ ସ୍ମରଣ କରାଇ ଦିଅନ୍ତି ଯେ ପ୍ରକୃତ ଅର୍ଥରେ ଆମମାନେ ସେଇ ଜୀବନ କାଟିଲେ ମଧ୍ୟ ପ୍ରଭୁ ତାଙ୍କର ଅନୁଗ୍ରହରେ ଆମମାନଙ୍କୁ ଅନୁଗ୍ରହ କରିବା ପାଇଁ, ଅସୀମ କରୁଣା କରିବା ପାଇଁ ସେ ପ୍ରସ୍ତୁତ ଥାନ୍ତି। ତାଙ୍କର ଏସବୁ ଛଳପୂର୍ଣ୍ଣ ଜୀବନ ମଧ୍ୟରେ ଦେଖୁଛୁ ଅନେକ କଷ୍ଟ ଭିତରେ ସେ ଗଲେ, ଅନେକ ଭାବରେ ସେ ଭାଙ୍ଗି ହେଲେ, ଆଉ ତଥାପି ତାଙ୍କର ଏଇ ଦୁଷ୍ଟତା ବା ତାଙ୍କର ଏଇ ଛଳ ପ୍ରକୃତି ସକାଶୁ ନିଶ୍ଚିତ ତାଙ୍କୁ କିଛି ସମୟ ପାଇଁ ଦଣ୍ଡ ମିଳିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର କଟି ଦେଶରୁ 12ଟି ଗୋଷ୍ଠୀ ଜାତ ହେଲେ, 12 ଗୋଷ୍ଠୀ ସେମାନେ ଜାତ ହେଇଥିଲେ। ଆଉ ସେମାନେ ସେ 12 ଗୋଷ୍ଠୀ କେତେ ସୁନ୍ଦର ଭାବରେ ଆଶୀର୍ବାଦ ପ୍ରାପ୍ତ ହେଇଥିଲେ। ଅସୀମ ତାଙ୍କର ଅନୁଗ୍ରହ ଦ୍ୱାରା ଯାକୋବ ମଧ୍ୟ ସେ ଆଶୀର୍ବାଦର ଅଂଶୀଦାର ହେଇପାରିଥିଲେ। ଯଦି ଆମେ ଆଦି ପୁସ୍ତକ ତାର 32ରୁ 28 ପଢିବା, ସେଠି ମଧ୍ୟ ଆମେ ସ୍ପଷ୍ଟ ଭାବେ ଜାଣିପାରିବା ସେ 12 ଗୋଷ୍ଠୀକୁ ପ୍ରଭୁ କୋଉଭଳି ଭାବରେ ଆଶୀର୍ବାଦ କରି ଶେଷରେ ଯାକୋବଙ୍କୁ ଇସ୍ରାଏଲର ନାମ ଦେଲେ। ମୋର ପ୍ରିୟ ମାନେ, ଅନୁଗ୍ରହରେ ପ୍ରଭାତରେ ପ୍ରଭୁ ସମସ୍ତ ଜୀବନ ଦ୍ୱାରା ଆମକୁ ଜଣାନ୍ତି ଯେ ନିଶ୍ଚିତ ଆମଙ୍କ ପାଇଁ ମଧ୍ୟ ଆଜି ବି ସେ ଅନୁଗ୍ରହ ଉଣା ନୁହେଁ। ତୃତୀୟରେ ଆମେ ମୂଷାଙ୍କ ବିଷୟରେ ଯାହାଙ୍କ ବିଷୟ ପଢିଲୁ, ତାଙ୍କ ଜୀବନକୁ ଦେଖୁ, ସେ ବହୁତ କ୍ଷଣ କୋପି ଥିଲେ, ପଟାକ କିନି ରାଗି ଯାଉଥିଲେ। ଆଉ ଶେଷରେ ତାଙ୍କର ସେଇ ସମସ୍ତ କାର୍ଯ୍ୟ ମଧ୍ୟରେ ଗୋଟେ ଦୁଷ୍ଟତା କାର୍ଯ୍ୟ ମଧ୍ୟ ଥିଲା, ଜଣକୁ ସେ ହତ୍ୟା କରିଥିଲେ। ଆମେ ସମସ୍ତେ ଜାଣୁ, ଯଦିବା ମୂଷା କ୍ଷଣ କୋପି ନରହତ୍ୟାକାରୀ ଥିଲେ, ତଥାପି ଈଶ୍ୱର ତାଙ୍କୁ ବହୁଳ ଭାବରେ ଆଶୀର୍ବାଦ କଲେ, ଅନୁଗ୍ରହ କଲେ। ଏତେ ବଡ ଇସ୍ରାଏଲ ଜାତିକୁ ବା ଇସ୍ରାଏଲ ଲୋକମାନଙ୍କୁ ଯୋଉ ଦାୟିତ୍ୱ ଭାର ଦେଲେ ତାଙ୍କୁ କାର୍ଯ୍ୟ କରିବା ପାଇଁ, କାଲି ପ୍ରଭୁଙ୍କ ଦାସ କହୁଥିଲେ ଈଶ୍ୱର ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟରତ, ସେ ତାଙ୍କ କାର୍ଯ୍ୟ କରି ଚାଲିଛନ୍ତି। ସେଇ ସମୟରେ ପୁରାତନ ନିୟମରେ ଆମେ ବି ଦେଖୁଛୁ ଏଇଭଳି ଭାବରେ ପ୍ରଭୁଙ୍କର ଦାସ ମାନେ ମଧ୍ୟ କାର୍ଯ୍ୟ କରିଥିଲେ। ସିଧାସଳଖ ଭାବରେ ଈଶ୍ୱର ତାଙ୍କ ସହିତ କଥାବାର୍ତ୍ତା କରୁଥିଲେ, ମୁଖାମୁଖି ଭାବରେ ତାଙ୍କ ସହିତ ସାକ୍ଷାତ କରିବା ପାଇଁ ସେ ପ୍ରକୃତ ଭାବରେ ମୂଷାଙ୍କର ସେ ପ୍ରକାଶ କରିଥିଲେ। ମୋର ପ୍ରିୟ ମାନେ, ଚତୁର୍ଥରେ ଆମେ ଦେଖୁ ଦାଉଦଙ୍କର ଜୀବନ। ଦାଉଦ ମଧ୍ୟ ଅନୁଗ୍ରହ ପ୍ରାପ୍ତିର ଜୀବନରେ ରହିଯାଇଥିଲା, କିନ୍ତୁ ସେ ତ୍ରୁଟି ସକାଶୁ ସଦାପ୍ରଭୁ ପରମେଶ୍ୱର ତାଙ୍କୁ ଘୃଣା କଲେ ନାହିଁ, ଅନୁତାପ ସେ କଲେ, ମନର ମତ ତାଙ୍କୁ ଗ୍ରହଣ କଲେ। ମନର ମତ, ମୋର ପ୍ରିୟ ମାନେ, ଈଶ୍ୱରଙ୍କର ମନର ମତ ହେବା ବହୁତ ସୌଭାଗ୍ୟର ବିଷୟ, ଅନୁଗ୍ରହର ବିଷୟ। ଅସୀମ ତାଙ୍କର କରୁଣା, ଅସୀମ ତାଙ୍କର ଅନୁଗ୍ରହ ଦୟା। ଯେତେବେଳେ ମୁଁ ଚିନ୍ତା କରୁଥିଲି ଯେ ପ୍ରକୃତରେ ଆମମାନେ ମଧ୍ୟ ଆଜି କେତେ ଦୂର ଭାବରେ ଆଶୀର୍ବାଦ ଦେଖୁଛୁ, ଆମେ କଣ ବହୁତ ଧାର୍ମିକ? ତା ନୁହେଁ ମୋର ପ୍ରିୟ ମାନେ, କିନ୍ତୁ ଯେତେବେଳେ ସଲୋମନଙ୍କ ବିଷୟରେ ଜାଣୁ, ଯେତେବେଳେ ଦାଉଦ ଚାହିଁଲେ ମୁଁ ମନ୍ଦିର ନିର୍ମାଣ କରିବି, କିନ୍ତୁ ସେ କରିପାରିଲେନି, ତାଙ୍କ ପୁତ୍ରଙ୍କ ଦ୍ୱାରା ସେ ମନ୍ଦିର ନିର୍ମାଣ ହେଲା। ଯଦିବା ମନର ମତ ସେ ଥିଲେ କରିପାରିଥାନ୍ତେ, ଈଶ୍ୱରଙ୍କ ମନର ମତ ବ୍ୟକ୍ତି ସବୁ କିଛି କରିପାରିବ, କିନ୍ତୁ ଈଶ୍ୱର ସେ କାର୍ଯ୍ୟକୁ ତାଙ୍କ ପୁତ୍ରଙ୍କୁ ଦେଇଥିଲେ। ତାପରେ ଜ୍ଞାନୀ ସଲୋମନଙ୍କ ବିଷୟ ଯଦି ଚିନ୍ତା କରିବା, କଣ ନ ଦେଇଥିଲେ ତାଙ୍କୁ? ସମସ୍ତ ପ୍ରକାର ଐଶ୍ୱର୍ଯ୍ୟ, ଧନ, ଜ୍ଞାନ କଣ ନ ଦେଇଥିଲେ? କିନ୍ତୁ ତାଙ୍କ ଜୀବନରେ ମଧ୍ୟ ସାମାନ୍ୟ ତ୍ରୁଟି ଦେଖାଯାଇଥିଲା। କଣ? ଅନେକ ବିବାହ କରି
ଅନେକ ବିବାହ ପତିମାନଙ୍କ ଦ୍ୱାରା ସେ ବିପଦ ଗମନ ହେଲେ, ଅନ୍ୟ ଦେବଦେବୀ ମାନଙ୍କୁ ପୂଜା କଲେ। ମୋର ପ୍ରିୟମାନେ, ତଥାପି ସେ ଈଶ୍ୱରଙ୍କ ଦୃଷ୍ଟିରେ ଆଶୀର୍ବାଦ ଯୁକ୍ତ ହେଇଥିଲେ। ତାପରେ ଦେଖୁ ଜୁନୁସଙ୍କର ବିଷୟରେ। ଜୁନୁସ ମଧ୍ୟ ଈଶ୍ୱରଙ୍କର ଜଣେ ବିଶ୍ୱସ୍ତ ଅନୁଗମନ ବା ବିଶ୍ୱସ୍ତ ଭାବରେ ତାଙ୍କର ଅନୁଗତ ଥିଲେ। ସେ ଜଣେ ଭବିଷ୍ୟତ ବକ୍ତା ଥିଲେ। ସେତିକି କେବଳ ନୁହେଁ, ସେ ଭବିଷ୍ୟତ ବକ୍ତା ମଧ୍ୟ ଥିଲେ। ଈଶ୍ୱର ତାଙ୍କୁ ସ୍ୱପ୍ନ ମାଧ୍ୟମରେ କହିଲେ, ଯାଅ ପ୍ରଚାର କରିକି ଆସ ନିନିବେରେ। ମାତ୍ର ତାର ସେଇ ଦୁଷ୍ଟଟା ଟିକେ ତାଙ୍କ ଜୀବନରେ ମଧ୍ୟ ଦେଖାଗଲା, ଅବାଧ୍ୟତା। ତାଙ୍କର ସେ ଜାଣିଥିଲେ ସଦାପ୍ରଭୁଙ୍କ ସହିତ ତାଙ୍କ ସମ୍ପର୍କ ଥିଲା। ସେ ଗଭୀର ଭାବେ ଜାଣିଥିଲେ ଇଏ ସିନା କ୍ଷଣ କପି, କିନ୍ତୁ ମହା ଅନୁଗ୍ରହରେ ଅନୁଗ୍ରହ କରିବା ପରମେଶ୍ୱର ଅଟନ୍ତି। ମୁଁ କାହିଁକି ଯିବି? ଆଉ ସେ ସ୍ଥାନକୁ ସେ ନ ଯାଇ ଆଉ ଏକ ସ୍ଥାନକୁ ଯିବା ସମୟରେ ପ୍ରଭୁ ଯୀଶୁ ଛାଡ଼ିଲେନି, ଈଶ୍ୱର ଛାଡ଼ିଲେନି, ପରମେଶ୍ୱର ଛାଡ଼ିଲେନି। ପରମେଶ୍ୱର କହିଲେ ନାଇଁ, ତାକୁ ଅବଶ୍ୟ ଫେରେଇକି ଆଣି ତାଙ୍କର କାର୍ଯ୍ୟ ନିମନ୍ତେ ତାଙ୍କୁ ପ୍ରସ୍ତୁତ କରିବାକୁ ପଡିବ। ମୋର ପ୍ରିୟମାନେ, ଆଜି ମଧ୍ୟ ପ୍ରଭୁ ଯୀଶୁ ଆମମାନଙ୍କୁ ସେଇ ସୁଯୋଗ ଦିଅନ୍ତି। ଆମମାନେ ଯେକୌଣସି ପରିସ୍ଥିତିରେ ଥାଉ କିମ୍ବା ଯୋଉ ଅବସ୍ଥାରେ ଆମମାନେ ଗତି କରୁନା କାହିଁକି, ସେ ଚାହାନ୍ତି ଆମମାନଙ୍କୁ ତାଙ୍କର ରାଜ୍ୟ ସୁସମାଚାର ନିମନ୍ତେ ଆମମାନଙ୍କର ବ୍ୟବହାର ଯୋଗ୍ୟ ଉପଯୁକ୍ତ ପାତ୍ରଟିଏ କରିବା ପାଇଁ, ପାତ୍ରଟିଏ କରିବା ପାଇଁ। ମୋର ପ୍ରିୟମାନେ, ମୋର ଆପଣମାନଙ୍କର ସେ ଯୋଗ୍ୟତା ମୋର ତ ବିଲକୁଲ ନାହିଁ ବୋଲି ମୁଁ କହିବି, କାରଣ ମୋର କୌଣସି ଉତ୍ତମତା ଧାର୍ମିକତା ନାହିଁ। ତଥାପି ପ୍ରଭୁ ଅନୁଗ୍ରହ କରିଛନ୍ତି। ଜ୍ଞାନୀ ବ୍ୟକ୍ତି ମାନଙ୍କ ମଧ୍ୟରେ ଗୋଟେ ଦୁର୍ବଳ, ଏକ ବାର୍ଦ୍ଧକ୍ୟ ଅବସ୍ଥାରେ ଥିବା ଏକ ନାରୀ, କଣ ମୁଁ ତାଙ୍କ ନିମନ୍ତେ ବାକ୍ୟ ଭାଙ୍ଗିବି? ସେ ବାକ୍ୟ ନିଗୁଡ ତତ୍ଵର ଗନ୍ତାଘର ଯେମିତି କହନ୍ତି, ଅର୍ଲି ମର୍ଣ୍ଣିଂ ପ୍ରେୟାର ଗ୍ରୁପର ପ୍ରତ୍ୟେକ ପୋଷ୍ଟ ମାନଙ୍କର ଅନେକ ଦାସ ଦାସୀ ମାନଙ୍କର ଗଭୀର ତତ୍ଵଜ୍ଞାନ ସମ୍ବନ୍ଧରେ ବହୁତ କିଛି ମୁଁ ଶିକ୍ଷା କରେ। ଆମ ଭାବେ ପ୍ରକୃତରେ ସେଇମାନେ ହିଁ ଅନୁଗ୍ରହ, ଅସୀମ ଅନୁଗ୍ରହର ଅଧିକାରୀ। ଆଉ ସେଇଭଳି ଜୁନୁସ ମଧ୍ୟ ତାଙ୍କୁ ଯେତେବେଳେ ଈଶ୍ୱର ସେ ଭାବରେ ତାଙ୍କୁ ରକ୍ଷା କରି ପୁନର୍ବାର ନିନିବିକି ପଠଉଛନ୍ତି, ଆମେ ଜାଣିଛୁ ନିନିବିରେ କୋଉ ପରିସ୍ଥିତି ହେଲା। ଆଉ ସେ ନିଶ୍ଚିତ ଭାବରେ ବଡ ବିରକ୍ତ ହେଇକି କହିଲେ, ତ ମନ ପରିବର୍ତ୍ତନ କର। ସମସ୍ତେ ଯେତେବେଳେ ମନ ପରିବର୍ତ୍ତନ କଲେ, ଆଉ ଦେଖିଲା ବେଳକୁ ଜୁନୁସ ରାଗିଗଲେ। କଣ ହେଲା? ସେ ଯାଇକି ରାଗିକିରି କହିଲେ, ଈଶ୍ୱର ତ କହିଛନ୍ତି ନିନିବିକୁ ଧ୍ୱଂସ କରିବେ। ଆଉ ସେ ଯାଇକିରି ଗୋଟେ ବୃକ୍ଷ ମୂଳରେ ଯାଇକି ବସିଲେ। ଆଉ ସେ ବୃକ୍ଷଟି ଉପରେ ଗୋଟେ କଖାରୁ ଲତାକୁ ମଧ୍ୟ ଈଶ୍ୱର ସୃଷ୍ଟି କଲେ। ସେ ଖରା ଦାଉରୁ ବଞ୍ଚିବା ପାଇଁ କିଛି ସମୟ ଦେଖିବା ପାଇଁ ଚାହିଁଲେ କଣ ହଉଛି, କିନ୍ତୁ ସେ ମନେ ମନେ ଯାହା କଥାବାର୍ତ୍ତା କରୁଥିଲେ, ପ୍ରଭୁଙ୍କର ଅନୁଗ୍ରହ ନଥିଲେ, ତାଙ୍କର ସେଇ ଅନୁଗ୍ରହର ଆଶୀର୍ବାଦ ନଥିଲେ, ସେ ଜାଣିପାରିନଥାନ୍ତେ ମହାନ ଈଶ୍ୱର କେଉଁ କାର୍ଯ୍ୟ ନିନିବି ସହର ନଗର ପ୍ରତି କରିଛନ୍ତି। ଆଶ୍ଚର୍ଯ୍ୟ ଭାବରେ ଯେତେବେଳେ ସଦାପ୍ରଭୁ ପରମେଶ୍ୱର ତାଙ୍କର ଏଇଭଳି ବିରକ୍ତି ଭାବ ଦେଖି କହିଲେ, ମୋର ମରିଯିବାଟା ଭଲ। ଆଉ ସେ କହୁଛନ୍ତି, ମୁଁ ଜାଣିଥିଲି ତମେ ତାଙ୍କୁ ସେମାନଙ୍କୁ ରକ୍ଷା କରିବ ବୋଲି। ଯଦି ସେଇ କଥା ଶୁଣି ଯେତେବେଳେ ସେ କଖାରୁ ଲତାଟା ଶୁଖି ଯାଉଛି, ନିଜ ପ୍ରାଣ ପ୍ରତି ତୁଚ୍ଛ ଜ୍ଞାନ କରି ଯେତେବେଳେ ସେ ନିଜକୁ ଧିକ୍କାର କରୁଛନ୍ତି, କହୁଛନ୍ତି ଏ ଲତା ତ ତମେ ଲଗେଇ ନଥିଲ, ଏ ଲତା ତୁମକୁ ଛାଇଦବ ବୋଲି ତ ତମେ ଏଟାକୁ ଲଗେଇ ନଥିଲ, ତମେ ଏଇଟା ଯେ ଶୁଖିଗଲା ତା ପାଇଁ ଏତେ ମନ ଦୁଃଖ କରୁଛ, ଏତେ କଷ୍ଟ ପାଇଁ ନିଜ ପ୍ରାଣକୁ ମଧ୍ୟ ତୁଚ୍ଛ ମନ କରୁଛ। ତେବେ ହିସାବ କଲ, 1,20,000 ଲୋକଙ୍କର ଜୀବନ ମୋ ପାଇଁ କେତେ ବହୁମୂଲ୍ୟ। ମୁଁ କଣ ସେମାନଙ୍କର ଅନୁତାପକୁ ଗ୍ରହଣ କରିବି ନାହିଁ? ମୁଁ ଅନୁଗ୍ରହ କରିବି ନାହିଁ? ମୁଁ ସେମାନଙ୍କୁ ଆଶୀର୍ବାଦ କରିବି ନାହିଁ? ମୋର ପ୍ରିୟମାନେ, ଜୁନୁସଙ୍କର ଜୀବନରୁ ତାଙ୍କର ବିଦ୍ରୋହ ବଚସା କଲେ ବି ତଥାପି ପ୍ରଭୁ ପରବର୍ତ୍ତୀ ସମୟରେ ସେ ଜୁନୁସଙ୍କୁ ବ୍ୟବହାର କଲେ। ମୋର ପ୍ରିୟମାନେ, ଚାଲି ଆସିବା ନୂତନ ନିୟମକୁ ପିତରଙ୍କୁ ମଧ୍ୟ ସେଇଭଳି ଭାବେ 3 ଥର ଅସ୍ୱୀକାର କଲେ ମଧ୍ୟ ପ୍ରଭୁ ଯୀଶୁ ତାଙ୍କୁ କ୍ଷମା ଦେଇ
ଆଶୀର୍ବାଦ କରିବା ସହିତ ଶିଷ୍ୟମାନଙ୍କ ମଧ୍ୟରେ ପ୍ରଧାନ ଶିଷ୍ୟ କରି ତାଙ୍କୁ ନାମିତ କଲେ। ପ୍ରଧାନ ଶିଷ୍ୟ ଭାବରେ ସେ ଗଣିତ ହେଲେ। ଦ୍ୱିତୀୟତଃ ଇସ୍କରିୟୋତ ଯିହୁଦା, ଯିଏକି ପ୍ରଭୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିଥିଲା। ସମସ୍ତେ ଜାଣିଥିଲେ ସେ ଏକ ଚୋର, ଅର୍ଥକୁ ଚୋରି କରୁଥିଲା। ତଥାପି ପ୍ରଭୁ ତାଙ୍କ ଦଳରେ ତାକୁ ସାମିଲ କରି ତାକୁ ସୁଯୋଗ ଦେଇଥିଲେ। ମୋର ପ୍ରିୟ ମାନେ, ସେ ଟ୍ରେଜର ଥିଲା, ତା ପାଖରେ ବହୁତ ଅର୍ଥ ଥିଲା। ଆଉ ସେ ଅର୍ଥକୁ କିଭଳି ଭାବରେ ବ୍ୟବହାର କରୁଥିଲା, ଯଦି ଯୋହନ 12 ପର୍ବ ତାର 5 ପଦ ପାଠ କରୁ, ସେଠି ଆମେ ସ୍ପଷ୍ଟ ଭାବରେ ଜାଣିପାରିବା ସେ କଣ କରୁଥିଲା। କିନ୍ତୁ ତଥାପି ପ୍ରଭୁ ଦୟା କରି ତାକୁ ସୁଯୋଗ ଦେଇଥିଲେ, ଅନୁଗ୍ରହ କରିଥିଲେ। ତାଙ୍କର ଅସୀମ ଅନୁଗ୍ରହ କରୁଣା ର ପାତ୍ର କରି ତାଙ୍କୁ ତାଙ୍କ ଦଳରେ ସାମିଲ କରିଥିଲେ। କାଳେ ଫେରିବ, କାଳେ ପରିବର୍ତ୍ତିତ ହବ। କିନ୍ତୁ ଏହା ଯେ ଈଶ୍ୱରଙ୍କର ଯୋଜନା ଥିଲା, এটা ମହାନ ଈଶ୍ୱରଙ୍କର ସେ ଯୋଜନା ଥିଲା। ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତି ଏଇଭଳି ଏକ ଯିହୁଦାର ଉପସ୍ଥିତି ସେହି ସମୟରେ ନିହାତି ଆବଶ୍ୟକ ଥିଲା। ପରବର୍ତ୍ତୀ ସମୟରେ ଦେଖୁଛୁ ଥୋମାଙ୍କୁ, ଯିଏକି ସମ୍ଭବତଃ ଈଶ୍ୱରଙ୍କ ସଙ୍ଗେ ସଙ୍ଗେ ଥାଇ ମଧ୍ୟ ଗଭୀର ଅବିଶ୍ୱାସର ସେ ସମ୍ମୁଖୀନ ହେଇଥିଲେ। ଯୀଶୁଙ୍କର ପୁନରୁତ୍ଥାନ ପରେ ଯେତେବେଳେ ଯୀଶୁ ତାଙ୍କୁ ଦର୍ଶନ ଦଉଛନ୍ତି, ତଥାପି ଶିଷ୍ୟମାନଙ୍କୁ ଦର୍ଶନ ଦେଇ ତାଙ୍କୁ ଯେତେବେଳେ କହୁଛନ୍ତି, ତଥାପି କହୁଛି ନାଇଁ, ମୁଁ ତାଙ୍କୁ ନ ଛୁଇଁଲେ କି ନ ଦେଖିଲେ, ସ୍ପର୍ଶ ନ କଲେ ମୁଁ ବିଶ୍ୱାସ କରିବି ନାହିଁ। ସେଥିପାଇଁ ଯୀଶୁ ଯୋହନ 20:26-29 ମଧ୍ୟରେ କହିଲେ, ତୁମେମାନେ ମତେ ଦେଖିକିରି ବିଶ୍ୱାସ କର, କିନ୍ତୁ ଯେ ନ ଦେଖି ବିଶ୍ୱାସ କରେ ସେ ଧନ୍ୟ। ମୋର ପ୍ରିୟ ମାନେ, ସେ ଶିଷ୍ୟମାନଙ୍କ ସମୟରେ ଆମେ ନାହୁଁ। 2000 ବର୍ଷ ପୂର୍ବେ ଯୀଶୁଙ୍କର ସେଇ ସୌନ୍ଦର୍ଯ୍ୟର ଅଧିକାରୀ ଆମେ ହେଇନୁ, ତାଙ୍କୁ ଆମେ ସାକ୍ଷାତ କରିନୁ। କିନ୍ତୁ ଜୀବନ୍ତ ବାକ୍ୟ ଦେଇ ତାଙ୍କର ରବ ଯେତେବେଳେ ଶୁଣୁଛୁ, ଲାଗୁଛି ସତରେ ଅବା ମୁଁ ସେଇ ପାତ୍ର, ମୁଁ ସେଇ ପାତ୍ରୀ, ମୁଁ ସେଇ ଶିଷ୍ୟ, ମୁଁ ସେଇ ଶିଷ୍ୟା, ମୁଁ ସେଇ ଅସ୍ୱୀକାର କରୁଥିବା ପିତର ହେଇପାରେ। ପାଉଲ ଯେପରି କହିଲେ, ପାପୀମାନଙ୍କ ମଧ୍ୟରେ ମୁଁ ପ୍ରଧାନ ପାପୀ। ନିଜକୁ ସେ ଅସ୍ୱୀକାର କରୁଛନ୍ତି, ସବୁ କିଛି ତୁଚ୍ଛୀକୃତ ମୁଁ ହେଇଥାଇପାରେ। ମୋର ପ୍ରିୟ ମାନେ, ଆତ୍ମ ଯଦି ସମୀକ୍ଷା କରୁ, ସେଥିପାଇଁ ଯୀଶୁ ଶିଷ୍ୟମାନଙ୍କୁ କହିଲେ, ତୁମାନେ ମତେ ଦେଖିକି ବିଶ୍ୱାସ କରୁଛ, କିନ୍ତୁ ଯୋଉମାନେ ନ ଦେଖି ବିଶ୍ୱାସ କରୁଛନ୍ତି ସେମାନେ ଧନ୍ୟ। ଆମେ ଦେଖୁଛୁ ଚତୁର୍ଥରେ ନୂତନ ନିୟମର ଶିଷ୍ୟମାନଙ୍କର ପତ୍ରାବଳୀ। ବର୍ତ୍ତମାନ ଆଧୁନିକ ଯୁଗର ସମସ୍ତ ଖବର ଗୁଡିକ ଆମେ ଶୁଣୁଛୁ। ଆମେ ଜାଣିବାକୁ ପାଉଛୁ ଯେ ଜଗତରେ କି ପ୍ରକାର ଅନ୍ୟାୟ, ଅନୀତି, ଦୁର୍ନୀତି, ତାଡ଼ନା ଏସବୁ କିଭଳି ଭାବରେ ଆକ୍ରମଣ କରି ଭରପୁର ଭାବରେ କାର୍ଯ୍ୟକାରୀ ହଉଛି। ଏସବୁ ଦୁର୍ନୀତି, ଅନୀତି, ଲୋକମାନଙ୍କ ପ୍ରତି ତାଡ଼ନା ପ୍ରଭୁ କେମିତି ସହିଛନ୍ତି? ତଥାପି ପ୍ରଭୁ ସହିଛନ୍ତି। ମୋର ପ୍ରିୟ ମାନେ, ତଥାପି ସେ ଆଶୀର୍ବାଦ କରି ଚାଲିଛନ୍ତି, ଅନୁଗ୍ରହ ପରେ ଅନୁଗ୍ରହ କରି ଚାଲିଛନ୍ତି। ସେ ଜାଣୁଛନ୍ତି ଏଇ ଲୋକମାନଙ୍କ ମଧ୍ୟରୁ ଅନେକ ତ ନିଶ୍ଚୟ ବିନଷ୍ଟ ହେବେ, ମାତ୍ର ଯେତିକି ଅଛନ୍ତି ସେମାନଙ୍କୁ ଯଦି ମୁଁ ମନୋନୀତ କରି ନିନିବି ନଗରକୁ ଜୁନୁସଙ୍କୁ ପଠେଇଲା ପରି, ପିତରଙ୍କୁ ପଠେଇଲା ପରି, ଅନ୍ୟାନ୍ୟ ଶିଷ୍ୟମାନଙ୍କୁ ପ୍ରେରଣ କଲା ପରି, ମୁଁ ଏମାନଙ୍କୁ ମଧ୍ୟ ସେହିପରି କାର୍ଯ୍ୟ ଦାୟିତ୍ୱ ଦେବି। ମୂଷା ଯୋଉ ଦାୟିତ୍ୱ ନେଇଛନ୍ତି ଇସ୍ରାଏଲ ଜାତି ନିମନ୍ତେ, ସେ ବିନତି କରୁଛନ୍ତି, ଏମାନେ ସେଇ ପାଠ ସ୍ଥାନରେ ଛିଡାଇ ମୋ ଲୋକମାନଙ୍କ ନିମନ୍ତେ ସେମାନେ ପ୍ରାର୍ଥନା କରିବେ। ଏ ପ୍ରଭାତ ସମୟରେ ସେଇ ପ୍ରାର୍ଥନାକୁ ପ୍ରଭୁ ଆଗ୍ରହଣ କରିବା ପାଇଁ ସ୍ୱର୍ଗର ସିଂହାସନରୁ ସେ ଝୁଙ୍କି ପଡିଛନ୍ତି। ମୋର ପ୍ରିୟ ମାନେ, ଆଜି ଆମେ କାହା ପାଇଁ ପ୍ରାର୍ଥନା କରୁଛୁ? ତାଙ୍କର ଅନୁଗ୍ରହ ଦୟା ଯଦି ନଥାନ୍ତା, ଆଜି ପର୍ଯ୍ୟନ୍ତ ଜଗତ ସୃଷ୍ଟି ରହି ନଥାନ୍ତା। ଆଶୀର୍ବାଦର କୌଣସି ବିଷୟରେ ଆମମାନଙ୍କୁ ଉଣା କରିନାହାନ୍ତି। ଆଉ ଯେମାନେ ଦେଖୁ ଯେ ଜଗତରେ ମନୁଷ୍ୟର ପାପ ଅପେକ୍ଷା ଈଶ୍ୱରଙ୍କର ଅନୁଗ୍ରହ ଦୟା ସହସ୍ର ଗୁଣରେ ଅଧିକ ଅଟେ। ଆମେ ଯେତେ ପାପ କଲେ ମଧ୍ୟ ତାଙ୍କର ସେ ଆଶୀର୍ବାଦ
ତାଙ୍କର ଅନୁଗ୍ରହ ଅବର୍ଣ୍ଣନୀୟ। ଆମମାନଙ୍କୁ ସେ କଣ କରୁଛନ୍ତି ନା ଅତି ଯତ୍ନର ସହିତ ଅନ୍ୱେଷଣ କରି କିଛି ଦାୟିତ୍ୱ ଦେବା ପାଇଁ ଚାହାନ୍ତି, ଯେପରି ଆମମାନେ ଈଶ୍ୱରଙ୍କ ଠାରୁ ପ୍ରତ୍ୟେକ ପ୍ରାପ୍ତ ପ୍ରତିଟି ବିଷୟ ଯୋଉ ଦାନ ପ୍ରଭୁ ଆମକୁ ଯାହାକୁ ଯେମିତି ଦେଇଛନ୍ତି, ମୋର ପ୍ରିୟ ମାନେ ସୁନ୍ଦର ଗୀତ ଦ୍ୱାରା, ପ୍ରାର୍ଥନା ଦ୍ୱାରା, ବାକ୍ୟ ଅଧ୍ୟୟନ ଦ୍ୱାରା ଏ ଦାନ ଗୁଡ଼ିକ ବ୍ୟବହାର କରିବା ସମୟରେ ମୁଁ ସେୟା ଭାବୁଥାଏ ପ୍ରଭୁ ଗୋଟେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇ ପ୍ରତ୍ୟେକଟି ପ୍ରଭାତରେ ଆମମାନଙ୍କୁ ସେ ନୂଆ ଶକ୍ତି, ନୂଆ ବଳ, ନୂଆ ସ୍ଫୂର୍ତ୍ତି ପ୍ରଦାନ କରିବା ପାଇଁ ଚାହାନ୍ତି। ଭୁଲି ଯାଆନ୍ତି ଆମମାନେ କଣ କରିଛୁ, କୋଉପରି ଦୁଃଖ ଦେଇଛୁ, କୋଉପରି ତାଙ୍କୁ ଅପମାନିତ କରିଛୁ, କୋଉପରି ତାଙ୍କୁ ଚାପଡ଼ା ମାରିଛୁ, କେଉଁପରି ତାଙ୍କର ବର୍ଷାଘାତରେ ଅଂଶୀଦାର ହେଇଛୁ, କେଉଁପରି କୋଳାହଳର ଜୟ ମଧ୍ୟରେ ଆମମାନେ ଅଛୁ। ତଥାପି ସେମାନଙ୍କୁ ମହାଦୟାରେ ଦୟା କରି, ମହାକରୁଣାରେ କରୁଣା କରି ଆମମାନଙ୍କୁ ଏପର୍ଯ୍ୟନ୍ତ ସେ ତୋଳି ଧରିଛନ୍ତି। ଆମମାନଙ୍କର କର୍ମ ଅନୁସାରେ ସେ ଗୋଟେ ଦିନ ବିଚାର କରିବା ପାଇଁ ଆସୁଛନ୍ତି। ସେଥିପାଇଁ ବାକ୍ୟରେ କୁହାଯାଏ, ଯିଏ ଯେପରି ବୁଣିବ ସେହିପରି ସେ କାଟିବ। ଏ ବିଷୟରେ ଆମେ ସତର୍କ ରହିବା ଆବଶ୍ୟକ। ଚାରୋଟି ମୁଖ୍ୟ ସର୍ଟର କାର୍ଯ୍ୟ ମୁଁ କହିବା ପାଇଁ ଚାହେଁ। ପ୍ରଭୁ ମୋତେ ଆପଣମାନଙ୍କୁ ଏ ପ୍ରଭାତ ସମୟରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଦାୟିତ୍ୱ ସେ ଦେବା ପାଇଁ ଚାହାନ୍ତି। ଏଇଟା ହେଇପାରେ କାର୍ଯ୍ୟ ଅତି ବଡ଼, ମୂଷାଙ୍କ ପାଇଁ ଶୁଣ ସେ କାର୍ଯ୍ୟ ବହୁତ ବଡ଼ ଥିଲା, ହିଜକିୟାଙ୍କ ପାଇଁ ମଧ୍ୟ ବହୁତ ବଡ଼ ଥିଲା। 25 ବର୍ଷ ବୟସରେ ସେ 29 ବର୍ଷ କାଳ ରାଜତ୍ୱ କରିବା ସମୟରେ ତାଙ୍କୁ ଅନେକ କିଛି କାର୍ଯ୍ୟ ଦାୟିତ୍ୱ ଭାର ତାଙ୍କୁ ଦିଆଯାଇଥିଲା। କିନ୍ତୁ ଯଦି ବା ବହୁତ ବଡ଼ ଦାୟିତ୍ୱ ଭାର ଥିଲା, ତଥାପି ଈଶ୍ୱର ତାଙ୍କର ସହାୟ ଥିଲେ, ମୂଷାଙ୍କର ସହାୟ ଈଶ୍ୱର ଥିଲେ। ତେଣୁ ଆମମାନଙ୍କ ସମ୍ମୁଖରେ ଯେତେ ବଡ଼ କାର୍ଯ୍ୟ ଆସିଲେ ବି, ଯେତେ ବଡ଼ ସମସ୍ୟା ରୂପେ ଦାୟିତ୍ୱ ଆମକୁ ବହନ କରିବା ପାଇଁ ହେଇଥାଇପାରେ, ମୋର ପ୍ରିୟ ମାନଙ୍କର ହେଇଥାଇପାରେ, ମୋର ପରିବାର ଆତ୍ମୀୟ ସ୍ୱଜନଙ୍କର, ମାତ୍ର ସେ ଦାୟିତ୍ୱ ବହନ କରିବା ସମୟରେ ଆମେ ସାହସହୀନ ହେବାନି, କାରଣ ଆମେ ଜାଣୁ ଆମମାନଙ୍କର ଈଶ୍ୱର ଆମମାନଙ୍କର ସହିତ ଅଛନ୍ତି। କାରଣ ଈଶ୍ୱର ଯେପରି ମାର୍କ 13 ପର୍ବରେ ଆମେ ପାଠ କରିଛୁ, ଜଣେ ବ୍ୟକ୍ତି ଯେତେବେଳେ ଯାଉଛନ୍ତି କିଛି ଦାୟିତ୍ୱ ସେ ଦାସ ମାନଙ୍କୁ ଦେଇକି ଯାଉଛନ୍ତି, ଆଉ ସେ ଦାସ ମାନଙ୍କର କାର୍ଯ୍ୟ ଦେଖିବା ପାଇଁ ଆଉ ଜଣେ କଣ କରୁଛନ୍ତି ନା ଜଣେ ଦ୍ୱାରୀକୁ ସେ ନିଯୁକ୍ତ କରୁଛନ୍ତି। ଦେଖିବ ତୁମେ ଏଇ ସବୁ କାର୍ଯ୍ୟ ଯାହା ମୁଁ ଦେଇକି ଯାଉଛି, ଦେଖିବ ଦ୍ୱାରୀକୁ ମଧ୍ୟ ସେ ନିଯୁକ୍ତ କରୁଛନ୍ତି। ମୁଁ ଆପଣ ମାନେ କୋଉ ପୋଜିସନରେ ଅଛୁ ଆମେ ଜାଣିନୁ, ସେ ଦାସ ମାନଙ୍କର ଦାସୀ ମାନଙ୍କର ପୋଜିସନରେ ଅଛୁ କିମ୍ବା ଦ୍ୱାରୀ ପୋଜିସନରେ ଅଛୁ। ଯଦି ଦାସ ଦାସୀ ମାନଙ୍କର ପୋଜିସନରେ ଅଛୁ, ତେବେ ଏଇ ସୁଯୋଗ ପ୍ରଭୁ ଦଉଛନ୍ତି ସୁସମାଚାର ଦ୍ୱାରା ଅନେକ ଯେପରି ବିଶ୍ୱସ୍ତ ଭାବରେ ତାଙ୍କର ଦାୟିତ୍ୱକୁ ତୁଲାଇବେ। ଅନେକ ହଜିଯାଉଥିବା ଆତ୍ମା ଗୁଡ଼ିକ ନିମନ୍ତେ ସେମାନେ ପାଠ ସ୍ଥାନରେ ମୁଁ ତାଙ୍କ ପରି ଛିଡ଼ା ହେବେ। ହାରୁଣ ହୁର ପରି ସେଇ ହାତ ଉତ୍ତୋଳନ କରି ଯେମିତି ବିଜୟ ଜୀବନ କାଟିବା, ସେଥିପାଇଁ ମଧ୍ୟ ସେ ମଧ୍ୟସ୍ଥି ପ୍ରାର୍ଥନାରେ ଆମମାନଙ୍କୁ ସେ ପାଠ ସ୍ଥାନରେ ଛିଡ଼ା ହେବା ପାଇଁ ଆହ୍ୱାନ କରନ୍ତି। ମୋର ପ୍ରିୟ ମାନେ, ସେ ଦ୍ୱାରୀ ହେଇଛୁ କି ଆମେ ଗୃହର ପ୍ରହରୀ ଆମେ ହେଇଛୁ କି, ଆମ ସନ୍ତାନ ମାନଙ୍କ ପ୍ରହରୀ ହେଇଛୁ କି, ଆମମାନଙ୍କର ସ୍ୱାମୀ ଆତ୍ମୀୟ ସ୍ୱଜନ ମାନଙ୍କ ପ୍ରହରୀ ହେଇଛୁ କି? କାରଣ ପ୍ରଭୁ ଆସିବେ ପ୍ରତ୍ୟେକ ଜଣଙ୍କୁ ଦେଇଥିବା ଦାୟିତ୍ୱର, କର୍ତ୍ତବ୍ୟର, କର୍ମର ଫଳ ଦେବା ପାଇଁ। ପ୍ରଭୁ ଯଦି ମତେ ଦ୍ୱାରୀ କରିଛନ୍ତି, ଯଥାର୍ଥ ଭାବରେ ବିଶ୍ୱସ୍ତ ଭାବରେ ସେ କାର୍ଯ୍ୟକୁ ମୁଁ ତୁଲାଇବା ପାଇଁ ଚେଷ୍ଟା କରିବି କି? ତୃତୀୟରେ ଆମର କାର୍ଯ୍ୟ କଣ ନା ଈଶ୍ୱର ଦତ୍ତ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା, କମ୍ପ୍ଲିଟ କରିବା। ଅଧା କମ୍ପ୍ଲିଟ ନାହିଁ, ପୁରା କମ୍ପ୍ଲିଟ କରିବାକୁ, ସମାପ୍ତ କରିବା ପାଇଁ। ସେଥିପାଇଁ 20 ପର୍ବ 24 ପଦରେ କହିଲେ, କିନ୍ତୁ ମୁଁ ଯେପରି ମୋର ନିରୂପିତ ପଥର ଶେଷ ଯାଏ, ପାଉଲଙ୍କର ଏଇ ଚିଠିରେ ବହୁତ ଭଲ ଲାଗେ, ଦୌଡ଼ି ପାରେ ଆଉ ଈଶ୍ୱରଙ୍କର ଅନୁଗ୍ରହର ସୁସମାଚାର ପକ୍ଷରେ ସାକ୍ଷ୍ୟ ଦେବା ନିମନ୍ତେ ଯେଉଁ ସେବା କାର୍ଯ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ପାଇଅଛି ତାହା ସମ୍ପୂର୍ଣ୍ଣ କରିପାରେ। ଏଥିପାଇଁ ମୁଁ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ ନ କରି ତାହା ନଗଣ୍ୟ ମନେ କରେ। ସମ୍ପୂର୍ଣ୍ଣ କରିବା ପାଇଁ ଏଇ ଜଗତରେ ଆମେ କେତେ ଦିନ ବଞ୍ଚି ରହିବୁ ତା ଜାଣୁନା ପ୍ରିୟ ମାନେ, କିନ୍ତୁ ଆମର ଲକ୍ଷ୍ୟ ହଉଛି ଈଶ୍ୱର ଦତ୍ତ ସେ ଦାୟିତ୍ୱକୁ ସମ୍ପୂର୍ଣ୍ଣ କରିବା ପାଇଁ।
এই ଜୁମ୍ ର ବା ଏଇ ଗୁଗୁଲ ମିଟ୍ ର ଲକ୍ଷ୍ୟ ହଉଛି, ମର୍ଣ୍ଣିଂ ପ୍ରେୟାର ଗ୍ରୁପ ର ଲକ୍ଷ୍ୟ ହଉଛି ପ୍ରତ୍ୟେକଟି ଆତ୍ମା କେବଳ କିଛି ସମୟ ସାମୂହିକ ଭାବରେ ଆସି ଆରାଧନା, ଉପାସନା, ଗୀତ, ବାକ୍ୟ, ଧନ ଦ୍ୱାରା ଆମେ ସମାପ୍ତ କରି ଚାଲିଯିବା, ତାହା ନୁହେଁ ମୋର ପ୍ରିୟ ମାନେ। ପ୍ରତି ପ୍ରଭାତରେ ଆମକୁ ସେଇ ଦାୟିତ୍ୱ ତୁମେ ସମ୍ପୂର୍ଣ୍ଣ କରି ବାହାର। ସେଥିପାଇଁ ତୁମର ଜୀବନକୁ ତୁମକୁ ଦବାକୁ ପଡିବ। ସେଥିପାଇଁ ଅନେକ ତାଡ଼ନା ଭୋଗ କରିବାକୁ ପଡିବ। କିନ୍ତୁ ମୋର ଈଶ୍ୱର ଯେ ମୋର ସମ୍ମୁଖରେ ତାଙ୍କ ଶ୍ରୀମୁଖ ରଖିଛନ୍ତି, ଏହା ଯଦି ମୋର ବ୍ୟକ୍ତିଗତ ଅନୁଭୂତି ନାହିଁ, ତେବେ ତ ମୁଁ ନିଶ୍ଚୟ ଅନ୍ଧକାରରେ ବୁଡ଼ିଯିବି, ହଜିଯିବି। ଈଶ୍ୱରଙ୍କ ସେ ଅସୀମ ଅନୁଗ୍ରହର ଅଧିକାରୀ ମୁଁ ହେଇପାରିବି ନାହିଁ। ମୋର ପ୍ରିୟ ମାନେ, ଆମେ ସଦା ସର୍ବଦା ମନେ ରଖିବା ଯୋଉ କାର୍ଯ୍ୟ ଦାୟିତ୍ୱ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି, ଆମେ ସର୍ବପ୍ରଥମେ ଈଶ୍ୱରଙ୍କର ସେଇ କାର୍ଯ୍ୟୋଜନାକୁ ନିଜ ଜୀବନରେ ଅନୁସନ୍ଧାନ କରି ଈଶ୍ୱର କଣ ଚାହାନ୍ତି। ଯେତେବେଳେ ପ୍ରକୃତ ଅର୍ଥରେ ଦିନ ସପ୍ତାହ ଯାକ ମୁଁ ସମୟ ପାଏନି, ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ଥାଏ, ବିଭିନ୍ନ ସେବାରେ ଥାଏ। ଏ ମଧ୍ୟରେ ମୋର ଆହୁରି ଗୋଟେ ବଡ ଭଉଣୀ ବହୁତ ସିରିୟସ୍ ହେଇଗଲେ। ସେ ଆସିକି ମୋର 2ଟା ପଡୋଶୀ ଛାଡି ସେ ଭଡାରେ ରହିଛନ୍ତି। ତାଙ୍କ ପାଇଁ ଅଧିକାଂଶ ସମୟ ମତେ ସେଇ ସ୍ଥାନକୁ ଦେଖିବାକୁ ପଡେ। ସେ ଯୋଉ କଣ୍ଡିସନ ଅଛି, ଡକ୍ଟର ମାନେ ବି ସବୁ ହୋପ ଛାଡିଦେଲେ। ଆମେ ସମସ୍ତେ ପ୍ରାର୍ଥନା କରୁଛୁ ଯେ ଦାୟିତ୍ୱକୁ ସମ୍ପୂର୍ଣ୍ଣ କରିବା ପାଇଁ ହେଲେ ଈଶ୍ୱରଙ୍କୁ କେହି ବି ଜାଣିନଥିଲୁ ହଠାତ୍ ତାର ଏଇଭଳି ଅବସ୍ଥା ହବ। ହଠାତ୍ ତାକୁ ଆସି ଆମରି ସାହିରେ ଆମରି ଘର ପାଖରେ ତାକୁ ରହିବାକୁ ପଡିବ। ଆଉ ସେଇ ଦାୟିତ୍ୱ ପ୍ରଭୁ ମତେ ଦେବେ ଯେ ମୋର ଭଉଣୀର ଯତ୍ନ ମୁଁ ନେବାକୁ ପାରିବି। ମୋର ପ୍ରିୟ ମାନେ, ପ୍ରଥମେ ଯୋଉ ଦାୟିତ୍ୱ ନେବା, ପ୍ରଭୁଙ୍କର ଯୋଜନାକୁ ବୁଝିବାକୁ ପଡିବ, ତାଙ୍କର ଇଚ୍ଛାକୁ ଜାଣିବାକୁ ପଡିବ। ପ୍ରଭୁ ଏଇ କାର୍ଯ୍ୟ, ଏଇ ଦାୟିତ୍ୱ ମତେ ତୁମେ ଦେଇଛ, ମାତ୍ର ଏଥିପାଇଁ ମୁଁ କଣ କରିପାରିବି। ଯଦି ଆମେ ଝିଅ 4 ପର୍ବ 1 ପଦକୁ ପାଠ କରୁ, ବଡ ସୁନ୍ଦର ଭାବରେ ଝିଅ ସେମାନଙ୍କୁ ଲିଡ୍ କରିବା ସମୟରେ ଈଶ୍ୱରଙ୍କ ଯୋଜନାର ବଶୀଭୂତ ହେବା ପାଇଁ ଇସ୍ରାଏଲ ଲୋକମାନଙ୍କୁ ସୁନ୍ଦର ଭାବରେ ଆହ୍ୱାନ ଦଉଛନ୍ତି। ପ୍ରଭୁ ମତେ ଆପଣମାନଙ୍କ ମର୍ଣ୍ଣିଂ ପ୍ରେୟାର ଗ୍ରୁପରେ ସେଇ ଆହ୍ୱାନ ଦିଅନ୍ତି, ଯଦି ଅସୀମ ମହାନ ଈଶ୍ୱରଙ୍କର ଅସୀମ ଅନୁଗ୍ରହ ପ୍ରାପ୍ତି ନିମନ୍ତେ ମୁଁ ଯଦି ଆଜି ଯୋଗ୍ୟା, ତେବେ କହୁଛନ୍ତି ଏ ସମସ୍ତ ଜୀବନ ମଧ୍ୟ ତୁମର ଯଦି ବା ତ୍ରୁଟି ଅଛି, ତଥାପି ମୁଁ ତୁମମାନଙ୍କୁ ମୋର ନିମନ୍ତେ ବ୍ୟବହାର କରିବା ପାଇଁ ଚାହେଁ। ଯୋଉ ଦାୟିତ୍ୱ ଦଉଛି ତାକୁ ସମ୍ପୂର୍ଣ୍ଣ କରିବା ପାଇଁ ମୋର ଇଚ୍ଛା, ମୋ ଯୋଜନାକୁ ଯଦି ପ୍ରାତ ସମୟରେ ପ୍ରଥମେ ଲୋଡ଼ିଛ, ତେବେ ନିଶ୍ଚିତ ଭାବରେ ତୁମମାନଙ୍କର ସେ ମହାନ ଯୋଜନାର କର୍ତ୍ତା ଯେ ମୁଁ, ଆଉ ମୋର ସେ ଇଚ୍ଛାକୁ ତୁମମାନଙ୍କ ଜୀବନରେ ସଫଳ କରିବି। ଆଉ ତୁମେ ମହିମା ଦେଖିବ, ଆଶ୍ଚର୍ଯ୍ୟ କାର୍ଯ୍ୟ ତୁମେ ଦେଖିବ, କାରଣ ମୋର ସେ ମୁଖ ତୁମମାନଙ୍କ ସହିତ ଆଗେ ଆଗେ ଗମନ କରିବ। ପ୍ରଭୁ ଆମମାନଙ୍କୁ ଏଇ ଅଳ୍ପ ଅଂଶ ଉପରେ ଆଶୀର୍ବାଦ କରନ୍ତୁ, ତ୍ରୁଟି ଥିଲେ କ୍ଷମା ଦେବେ। ଥ୍ୟାଙ୍କ ୟୁ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ ଏଭରିୱାନ୍।